ପାଖାପାଖି ଆମ ପ୍ରଡକ୍ସନରେ ଯେତିକି ବି ଗୀତ ଆଜି ପର୍ଯ୍ୟନ୍ତ ରେକର୍ଡ ହେଇଛି ପ୍ରାୟତଃ ସବୁ ଯାକ ସ୍ୟାଡ୍ ସଙ୍ଗ ତ ହ୍ୟୁମାନ ଭାଇ ଗାଇଛନ୍ତି ଆଉ ରୋମାଣ୍ଟିକ ସଙ୍ଗ ବି ବହୁତ ଗାଇଛନ୍ତି ମାନେ 80% ଗୀତ ହ୍ୟୁମାନ ଭାଇଙ୍କ ଭଏସରେ ଆମ ଚ୍ୟାନେଲରେ ପଡିଛି ମାନେ ଆଗକୁ ବାବୁ ଭାଇ ପ୍ରଡକ୍ସନ ଆମ ଚ୍ୟାନେଲ ଆମେ କେମିତି ଚଲେଇବୁ କାହାକୁ ଚଏସ୍ ନେବୁ ଯୋଉଟା ହ୍ୟୁମାନ ଭାଇଙ୍କ ପାଇଁ ଆମେ ଟ୍ରାକ୍ କରିଥିବୁ ସେ ଗୀତକୁ ଆମେ କାହାକୁ ନେଇ କରିବୁ ଏ ଟେନସନ ଆମକୁ ସବୁବେଳେ ଲାଗି ରହିଛି ତାକୁ ଛାଡିକି ହ୍ୟୁମାନ ଭାଇ ସହିତ ଆମର ଗୋଟେ ବହୁତ ହି ପର୍ସନାଲ ବଣ୍ଡ ଥିଲା ବହୁତ ହି ଭଲ ମଣିଷଟିଏ ସିଏ ଆଉ ତାଙ୍କ ଯିବାଟା ଯୋଉ କ୍ଷତିପୂର୍ଣ୍ଣଟା କେହି ବି ପୂରଣ କରିପାରିବେନି ଆଉ ଏବେ ତ ବହୁତ ସାରା ଲୋକ ବହୁତ ପ୍ରକାର କଥା କହୁଛନ୍ତି ଯଦି ଏଇ ଜିନିଷ ହ୍ୟୁମାନ ଭାଇକି 6 ମାସ ଆଗରୁ କି 4 ମାସ ଆଗରୁ ଯଦି କିଏ ବୁଝେଇଥାନ୍ତେ ଯଦି ତାଙ୍କୁ କିଏ ଚେଞ୍ଜ କରିପାରିଥାନ୍ତେ ଯେ ନିଜ ଦେହଟାକୁ ଆଟଲିଷ୍ଟ ଜଗିବା ପାଇଁ ଯଦି କିଛି ଗୋଟେ ଷ୍ଟେପ ନେଇ ପାରିଥାନ୍ତେ ଆଜି ହୁଏତ ହ୍ୟୁମାନ ଭାଇ ଆମ ସହିତ ଥାନ୍ତେ। ଭାଇ ଯେବେ ଆପଣ ରୋମାଣ୍ଟିକ ଟ୍ରାକ୍ ଆଣନ୍ତି ଯେବେ ଉଦିତ କରୁଛନ୍ତି ଆକ୍ଟିଂ କେବେ ଉଦିତ ହ୍ୟୁମାନ ସାଗରଙ୍କ ଗୀତରେ ନିଶ୍ଚିତ ଭାବରେ ରାଜାରାଣୀ ଗୀତ ତାପରେ ଆଖି ପଲକେ ତୁ ଗୀତ ଏଟା ହ୍ୟୁମାନ ଭାଇଙ୍କ ଗୀତ ଯୋଉଟା କି ବଡ ବଡ ହିଟ୍ ଆମ ଚ୍ୟାନେଲରେ ହେଇଛି ଆଉ ପର୍ସନାଲି ଯୋଉଦିନ ରାଜାରାଣୀ ଗୀତର ରେକର୍ଡିଂ ଥିଲା ଉଦିତ ଆମର ଅଣ୍ଟେଲରେ ଗାଇ ବି ଆସିଥିଲେ ସେଦିନ ହ୍ୟୁମାନ ଭାଇଙ୍କର ତାଙ୍କର ଗୋଟେ ବଢିଆ ମିଳନ ହେଇଥିଲା ଷ୍ଟୁଡିଓରେ ସୌମ୍ୟ ଷ୍ଟୁଡିଓରେ ତ ଦିଟା ଭଲ ଭଲ ଗୀତ ଯୋଉଟା କି ହ୍ୟୁମାନ ସାଗର ଭାଇ ଗାଇଛନ୍ତି ଆଉ ଏବେ ଗୋଟେ ସ୍ୟାଡ୍ ସଙ୍ଗ ଯୋଉଟା ବୁଝିଯା ହୃଦୟ ଆପଣ ମାନେ ଦେଖୁଥିବେ ପ୍ରାୟ ଏଇ ସେ ଗୀତଟା ଏବେ ବହୁତ ରିଲେଟ କରୁଛି ଭାଇଙ୍କର ମାନେ ଏଇ ଯୋଉ ଯିବା ପରର ମୁହୂର୍ତ୍ତକୁ ସେଥିପାଇଁ ସବୁଆଡେ ସେ ଗୀତଟା ଭାଇରାଲ ହଉଛି ଆଉ ସେଇଥିରେ ଉଦିତ ହିଁ ଷ୍ଟାରକାଷ୍ଟ ଥିଲେ ଯେମିତି କି ହ୍ୟୁମାନ ଭାଇ ସେ ଗୀତଟାକୁ କିଛି ଗାଇଥିଲେ। ସେୟାର କରୁଥିଲେ ଉଦିତ ଆପଣଙ୍କ ସହିତ ଭାଇଙ୍କ ଗଲା ପରେ? ହଁ ଭାଇ ମତେ ଉଦିତ ଫୋନ କରି ପର୍ସନାଲି କଥା ହେଇଛନ୍ତି ସେ ବି ଷ୍ଟୋରି ଦେଇଥିଲେ ସମସ୍ତେ ଦେଖିଛନ୍ତି ମତେ ପଚାରିକି ବୁଝିଥିଲେ ଭାଇ କେମିତି କଣ ହେଲା ମୁଁ କହିଲି ତମେ ତ ଜାଣିଛ ଯାହା ବଲେ ଭାଇଙ୍କର ଦେହ ଭଲ ନଥିଲା ଏଇଟା ସମସ୍ତେ ଜାଣିଥିଲେ ବଟ ତାଙ୍କ ନିଜ ଲୋକ କେମିତି ଜାଣିପାରୁନଥିଲେ କେହି ବି ଗୋଟେ ଟ୍ରିଟମେଣ୍ଟ ଭଲସେ ଭାଇଙ୍କର ହେଇପାରିଲାନି ଆଉ ବହୁତ କମ ବୟସ 34-35 ବର୍ଷ ଗୋଟେ ବୟସ ନୁହଁ ଭାଇଙ୍କର ଯିବା ଆଉ ବାକି ମୁଁ ମେଡିକାଲ 2 ଥର 3 ଥର ଯାଇଛି ବହୁତ ଧନ୍ୟବାଦ ଦେବି ଅନୁଭବ ଭାଇଙ୍କୁ ମୁଁ ଦେଖିଲି ମେଡିକାଲରେ ଫାଷ୍ଟ ଟୁ ଲାଷ୍ଟ ପୁରା ଥିଲେ ବହୁତ କରିଛନ୍ତି ମାନେ ଇଣ୍ଡଷ୍ଟ୍ରିରେ ବହୁତ ବଡ ବଡ ଆର୍ଟିଷ୍ଟ ଅଛନ୍ତି ମୁଁ ଦେଖିଲି ବହୁତ ଆର୍ଟିଷ୍ଟକୁ ମିସ୍ କଲି ଯୋଉଦିନ ହ୍ୟୁମାନ ଭାଇ ଚାଲି ଯାଇଥିଲେ ମୁଁ ନିଜେ ମେଡିକାଲରେ ପ୍ରେଜେଣ୍ଟ ଥିଲି ଅପ୍ ଟୁ ହ୍ୟୁମାନ ଭାଇ ମେଡିକାଲରୁ ବାହାରିକି ଆମ୍ବୁଲାନ୍ସରେ ଲୋଡ୍ ହେଇ ଗଲା ପର୍ଯ୍ୟନ୍ତ ତ ବହୁତ ଆର୍ଟିଷ୍ଟକୁ ମୁଁ ସେଠି ମିସ୍ କଲି ମାନେ ଆଶା କରିଥିଲି ଯେ ଆହୁରି ସମସ୍ତେ ଆସିକି ଭାଇଙ୍କ ସହିତ ହ୍ୟୁମାନ ଭାଇ ଗୋଟେ ଏମିତି ମଣିଷ ସେ କାହା ପାଇଁ ଗୀତ ଗାଇ ନ ଗାଇଛନ୍ତି ବା କୋଉ ଫିଲ୍ମ ପାଇଁ ଗୀତ ନ ଗାଇଛନ୍ତି ନା କୋଉ ଆର୍ଟିଷ୍ଟ ତାଙ୍କ ସହିତ ରିଲେଟ ନାହାନ୍ତି ବଟ ବହୁତ କମ ଆର୍ଟିଷ୍ଟକୁ ଦେଖିବାକୁ ମିଳିଲା ବହୁତ କମ ଲୋକ ଆସିଥିଲେ ତା ଭିତରେ ବହୁତ ଭଲ ଲାଗିଲା ଅନୁଭବ ଭାଇ ପୁରା ତାଙ୍କୁ ଦେଖିବାକୁ 2-3 ଥର ଯାଇଥିଲେ ପ୍ଲସ ମେଡିକାଲରେ ଯୋଉଦିନ ସିଏ ଚାଲିଗଲେ ସେଦିନ ତାଙ୍କର ସବୁ ଜିନିଷ ଆରେଞ୍ଜ କରିବା ଠାରୁ ଆରମ୍ଭ କରି ତାଙ୍କର ଗାର୍ଡ ଅଫ ଅନର ଯୋଉ ହେଲା ଟିଟଲାଗଡରେ ସେ ଜିନିଷକୁ ସବୁ ଜିନିଷ ଅନୁଭବ ଭାଇ ନିଜେ ପ୍ରେଜେଣ୍ଟରେ ରହିକି ସବୁ ଜିନିଷ ମ୍ୟାନେଜ କରିକି ତାଙ୍କୁ ମାନେ ଏଇଠୁ ବିଦାୟ ଦେଲେ ତା ସହିତ ତାଙ୍କ ବାସଭବନକୁ ବି ଯାଇଥିଲେ ମୁଁ ଭିଡିଓ ଦେଖୁଥିଲି ଅନୁଭବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯାହା ଓଡିଆ ଇଣ୍ଡଷ୍ଟ୍ରିରେ ଆଟଲିଷ୍ଟ ଏମିତି ଗୋଟେ ବଡ ଆର୍ଟିଷ୍ଟ ଯଦି ଏତିକି ସମସ୍ତ ପାଇଁ କରୁଛନ୍ତି ତାଙ୍କୁ କୃତଜ୍ଞତା ଧନ୍ୟବାଦ ଜଣେଇବା କଥା କାହିଁକିନା ଆଜିକା ଡେଟରେ ସମସ୍ତଙ୍କର ଗୋଟେ ଆଶା ଯେ ସୁବିଧା ଅବସ୍ଥାରେ ପାଖରେ ଆସି ଠିଆ ହେବାର କିଏ କାହାର ପୁଳାଇ ଦେଇଦେବେନି କି ନେଇଯିବେନି କିନ୍ତୁ ପାଖରେ ଆସି ଠିଆ ହେଲା ସବୁଠୁ ବଡ ଜିନିଷ ଆଉ ଏତେ ବଡ ଆର୍ଟିଷ୍ଟ ଆସିକି ମେଡିକାଲରେ ଭୋ ହେଇକି କାନ୍ଦିଲେ ଭୋ ଭୋ ହେଇକି କାନ୍ଦିକି ଅନୁଭବ ଭାଇ ହ୍ୟୁମାନ ଭାଇକି ବିଦାୟ ଦେଲେ ଧନ୍ୟବାଦ ଦେବି ତାଙ୍କୁ ଏମିତି ନାଇଁ ଅବହେଳା କରାଯାଇଛି କି ନାଇଁ ଆମେ ମାନେ ଦେଖନ୍ତୁ ଆମେ ତାଙ୍କ ଫ୍ୟାମିଲି ସହିତ ଏତେ ରିଲେଟ ନୁହଁ କି କିଛି ନୁହଁ ବଟ ଭାଇକି ଆମେ ଦେଖିଛୁ ଯୋଉ 6 ମାସ ବେଳେ ଆମେ ଫଲୋ କରୁଛୁ ଭାଇଙ୍କ ସହିତ ଆମେ ଯେତେବେଳେ ବି ଦେଖା ହେଇଛୁ ଆମେ ବି ଭାଇଙ୍କୁ କହିଛୁ ଯେ ହ୍ୟୁମାନ ଭାଇ କହିଲେ ଲାଗୁନି ତମ ଦେହ ଠିକ ଅଛି ବୋଲିକି ସିଏ ଗୋଟେ ଏମିତି ମଣିଷ ନା ସବୁ ଜିନିଷ ଲୁଚିବାକୁ ମାନେ ଟ୍ରାଏ କରନ୍ତି ମାନେ ଆମେ କହୁଛୁ ଭାଇ କାଇଁ ଦେହ ଭଲ ଲାଗୁନି ନା 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 କିଛି ନାହିଁ ଟେନସନ ପାଇଁ ଟିକେ ଝଡି ଝାଡି ଯାଇଛି କିଛି ନାହିଁ ଆଉ ସବୁ ଠିକ ହେଇଯିବ ଏଥର ଜିମ୍ ଯିବା ରେଡି ହବା ବଡି ଫଡି ବନେଇବା ଆଉ ତମର ବି ଭାଇ ବଢିଆ ବଡି ହେଇଛି ମୁଁ ବି ଜିମ୍ ଯିବି ଏମିତି କହିଲେ ବହୁତ ଖୁସି ଲାଗେ ବଟ ହେଲେ ବି ତା ପର ମୁହୂର୍ତ୍ତେ ଦେଖିବାକୁ ମିଳେ ଯେ ଭାଇ ତାଙ୍କ ନିଜର କେୟାର କଲେନି ସେ ଯିଏ ବି ହଉ ଦେଖନ୍ତୁ ଆମେ ଯେପର୍ଯ୍ୟନ୍ତ ନିଜେ ନ ଚାହିଁବା ନିଜର କେୟାର ନେବେ ଆମକୁ କେହି ବି ନିଜ ଭାଇ ମା କେହି ବି କେୟାର ନେଇପାରିବେନି ଯେପର୍ଯ୍ୟନ୍ତ ଆମେ ନିଜେ ନ ଚାହିଁବା ଆମେ ଯଦି ନିଜେ ଚାହିଁବା ଯେ ଆମେ ଜଗିବା ଗୋଟେ ଏଡେ ବଡ ସେଲିବ୍ରିଟି ମାତ୍ର 20-22 ବର୍ଷରୁ ତାଙ୍କର ମାନେ ବହୁତ ଜିନିଷ ସେ ତାଙ୍କ ଲାଇଫରେ ଆଚିଭ କରିଦେଇଥିଲେ ମୁଁ ତ ଆଶା କରୁଛି ହ୍ୟୁମାନ ଭାଇ ତାଙ୍କ ନିଜ କେୟାର ନବା କଥା ଆହୁରି 20 ବର୍ଷ 30 ବର୍ଷ ତାଙ୍କ କଣ୍ଠ ଆମେ ଯେମିତି ଶୁଣି ପାରିଥାନ୍ତୁ ଏଇ ଆଶା ତ ସମସ୍ତଙ୍କର ଥିଲା 34-35 ବର୍ଷ ବୟସ ଲୋକମାନଙ୍କର ଗୋଟେ ମାନେ କ୍ୟାରିୟର ଷ୍ଟାର୍ଟିଂ ଯୋଉ କ୍ୟାରିୟର ଷ୍ଟାର୍ଟିଂ ଟାଇମରେ ସେ ବହୁତ କିଛି ଆଚିଭ କରିକି ଏକା କରିକି ସମସ୍ତଙ୍କୁ ଛାଡିଗଲେ। ଏବେ ଯୋଉ ଯେକୌଣସି ପ୍ରୋଜେକ୍ଟ ଆପଣ କରିବେ ଯୋଉଟା ହ୍ୟୁମାନ ସାଗରଙ୍କୁ ନବାର ଥିଲା ବୋଲି ଆପଣ ଭାବୁଥିଲେ ଏବେ କାହାକୁ ନେବେ ବୋଲି ଆପଣ କିଛି ବି ସେମିତି ଭାବୁଛନ୍ତି? ମୁଣ୍ଡରେ ଆସୁନାହିଁ ତାଙ୍କର ରିପ୍ଲେସମେଣ୍ଟ କେହି ନାହାନ୍ତି ଏବେ ବି ଆମର 8ଟାରୁ 10ଟା ଟ୍ରାକ୍ ମାନେ ହ୍ୟୁମାନ ହେଇକି ଚାହିଁକି ରେକର୍ଡିଂ ହେଇକି ଥିଲା ଏଇ ଅଳ୍ପ ଦିନ ଭିତରେ ଆମେ ଭାବିଥିଲୁ ଯେ ଭାଇ ଆସିବେ ରେକର୍ଡିଂ କରିବେ ବହୁତ ଭଲ ଭଲ ଗୀତ ଥିଲା ତାଙ୍କର ରିପ୍ଲେସମେଣ୍ଟ ଆମେ କିଛି ଜାଣିପାରୁନୁ ଯେ ଆମେ କାହାକୁ ନେଇକି ସେଇ ରିପ୍ଲେସଟାକୁ କରିପାରିବୁ ବଟ୍ ଦେଖିବା ଆଗକୁ କଣ କେମିତି ହଉଛି କେମିତି କଣ ଇଣ୍ଡଷ୍ଟ୍ରି ଚାଲିଛି ଆମର ତ ଗୋଟେ ମାନେ ଗୋଟେ କହିବାକୁ ଗଲେ ବିగ్ ଲସ୍ ମାନେ ପର୍ସନାଲ ହିସାବରେ ପ୍ରୋଫେସନାଲ ହିସାବରେ ନାଇଁ ଆମେ ଯେତେବେଳେ ଭାଇଙ୍କି ଦେଖା ହଉ ଲାଷ୍ଟ ମୁଁ କହୁଛି ଆମର ଯୋଉ ସ୍ୟାଡ୍ ସଙ୍ଗ ଯେତେବେଳେ ରେକର୍ଡିଂ ହୁଏ ଭାଇ ଆସିଥିଲେ ଷ୍ଟୁଡିଓକୁ ଆମେ ପର୍ସନାଲି କଥା ହେଇଥିଲୁ ଯେ ଭାଇ କଣ ହେଇଛି ତମର ତମେ କାଇଁ ଏତେ ଝଡି ଯାଇଛ ଏତେ ମାନେ ଏମିତି କାଇଁ ଦେଖା ହଉଛ
କଣ ହେଇଛି ତମେ କାହିଁ କେୟାର ନଉନ କଣ ଦେହ ଖରାପ ହେଇଛି ଆମକୁ କୁହ ଭାଇ ଗୋଟେ କଥା କହିବି ନା କିଛି ନାହିଁ ମୋ ଟେନସନ ମୋ ମାମୁଁ ଏବେ ଏକ୍ସପାୟାର କରିଗଲେ ଘରେ କେହି ନାହାନ୍ତି କେତେ ଟେନସନ ଆଉ ସୋ ଫୋ ଯିବାକୁ ପଡୁଛି ସେଇ ଟେନସନ ପାଇଁ ଟିକେ ଏମିତି ହେଇଯାଇଛି ଆଉ ମୁଁ ନିଜକୁ ବାଗେଇ ଦେବି ଏ ଗୋଟେ କଥା ସେବେଳେ କହିକି ସେ ନିଜକୁ ନେଗ୍ଲେକ୍ଟ କରିଦିଅନ୍ତି ମାନେ ତାଙ୍କ ସମସ୍ତେ ଜାଣିଛନ୍ତି ସେ ନିଜକୁ ବହୁତ ନେଗ୍ଲେକ୍ଟ କରିଦେଇଛନ୍ତି କାହିଁକି କଲେ ସେଟା ମାନେ ଡିପ୍ରେସନ ପାଇଁ କଲେ କି କଣ ହେଲା ସେଟା ମାନେ ଆଜି ପର୍ଯ୍ୟନ୍ତ ବି ସେଟା ଗୋଟେ ସସ୍ପେନ୍ସ ରହିଗଲା ତାଙ୍କ ସହିତ ସେ ସସ୍ପେନ୍ସ ଟା ପଳେଇଲା ହୁଏତ ସେ ମୁଁ ଆଉ ଗୋଟେ ଜିନିଷ କହିବି ଭଗବାନ ବହୁତ ନିଷ୍ଠୁର ମୁଁ କହିବି କାହିଁକି ନା ଗୋଟେ ଥର ଏତେ ଲୋକ 4 କୋଟି 5 କୋଟି ଲୋକଙ୍କର ଆଶା ଯାହା ଉପରେ ବାନ୍ଧିକି ଥିଲେ ଗୋଟିଏ ମୌକା ଦବା କଥା ଟ୍ରିଟମେଣ୍ଟ ଦ୍ୱାରା ସେ ଗୋଟେ ଥର ରିଟର୍ନ ଆସିଥିଲେ ତାପରେ ଯାହା ହେଇଥାନ୍ତା ସମସ୍ତେ ମିଶିକି ତାକୁ ଫେସ୍ କରିଥାନ୍ତେ ବଟ୍ ହ୍ୟୁମାନ ଆଇ ଫାଷ୍ଟ ଟ୍ରିଟମେଣ୍ଟରେ ମାନେ ସେ ମେଡିକାଲକୁ ବହୁତ ଆଭଏଡ୍ କରନ୍ତି ଆଉ ପ୍ରଥମ ଥର ମେଡିକାଲ ଯେତେବେଳେ ଆଡମିସନ ହେଲେ ସମସ୍ତ ମିଡିଆରେ ଭାଇରାଲ ହେଲା ସେଇ ଥରକରେ ହିଁ ସେ ଚାଲିଗଲେ ଗୋଟେ ଥର ନା ସେ ଆମକୁ ଚାନ୍ସ ଦେଲେ ନା ଭଗବାନ ତାଙ୍କୁ ଗୋଟେ ଥର ଚାନ୍ସ ଦେଲେ ସୋସିଆଲ ମିଡିଆରେ ଯାହା ଚର୍ଚ୍ଚା ହଉଛି ତାକୁ ଷଡ଼ଯନ୍ତ୍ର କରାଯାଇଛି ପୋଲିସ ଇନଭେଷ୍ଟିଗେସନ କରିବା ଦରକାର କି ନିଶ୍ଚିତ ଭାବରେ ଯଦି କିଛି ଷଡ଼ଯନ୍ତ୍ର ଥିବ ପୋଲିସ ଇନଭେଷ୍ଟିଗେସନ ହବା ଦରକାର ସେଟାକୁ ମେଡିକାଲ ଟିମ୍ କହିପାରିବେ ଡକ୍ଟର କହିପାରିବେ ଯେ ତାଙ୍କର ଆକ୍ଚୁଆଲି ମୃତ୍ୟୁଟା ଆମେ ମାନେ ସମସ୍ତେ ଜାଣିଛେ ଆମେ ମାନେ ନ୍ୟୁଜ ଦେଖିକି ଜାଣୁଛେ ଯେ ଜିନିଷଟା ଆମେ ମାନେ ଯେତିକି ଯାଇଛେ ତାଙ୍କ ଘର ଲୋକ ସହିତ କଥା ହେଇଛେ ମେଡିକାଲରେ କଥା ହେଇଛେ ଯେ ତାଙ୍କର ବିଭିନ୍ନ ପ୍ରକାର ରୋଗ ଏକା ସାଙ୍ଗରେ ମାଡି ବସିଥିଲା ବିଭିନ୍ନ ପ୍ରକାର ଅର୍ଗାନ ଫେଲିୟର ହେଇଥିଲା ସେଥିପାଇଁ ତାଙ୍କର ଡେଥ୍ ହେଇଛି ବଟ୍ ୟା ପଛରେ ଯଦି ଷଡ଼ଯନ୍ତ୍ର କାହାକୁ ଲାଗୁଥିବ ଯଦି ଡକ୍ଟରଙ୍କ ତରଫରୁ ସେମିତି କିଛି ଆସିଲା ତାହେଲେ ନିଶ୍ଚିତ ଭାବରେ ଇନଭେଷ୍ଟିଗେସନ ହବା ଉଚିତ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅକୁ ମାନେ ଡିପ୍ରେସନକୁ ନେଇକି ନାଇଁ ସେଇଟା ତାଙ୍କ ମା ବେଟର କହିପାରିବେ କାହିଁକି ନା ଭାଇଙ୍କର ଗୋଟେ ପ୍ରୋଫେସନାଲ ଲାଇଫ୍ ଅଲଗା ଆଉ ତାଙ୍କର ପର୍ସନାଲ ଲାଇଫ୍ ପୁରା ଅଲଗା ତାଙ୍କ ପର୍ସନାଲ ଲାଇଫ୍ ସେ କେବେ ବି ଇଭେନ୍ ଅଲସୋ ଆପଣଙ୍କୁ ବହୁତ ଥର ସେ ବାଇଟ୍ ଦେଇଛନ୍ତି ଯେ ପର୍ସନାଲ ଲାଇଫ୍ କେବେ ସେୟାର କରନ୍ତିନି ଆଉ ବହୁତ ମାନେ ଚିଡ଼ି ଯାଆନ୍ତି ବି ଯେତେବେଳେ ତାଙ୍କ ପର୍ସନାଲ ଲାଇଫ୍ କଥା ପଚରାଯାଏ ସେ କେବେ ବି ପର୍ସନାଲ ଲାଇଫ୍ କାହା ସହିତ ସେୟାର କରିବାକୁ ଚାହାନ୍ତିନି ବସ୍ ମାନେ ଯେତେବେଳେ ବସନ୍ତି ଏଣ୍ଟରଟେନ୍ କରନ୍ତି ସେ ଚାହାନ୍ତି ମୁଁ ଯୋଉଠି ବସିଛି ମୋ ଲାଇଫ୍ ମାନେ ମୋ ମନରେ ମୋ ଦୁଃଖ ମୁଁ ରଖିଦେବି ବଟ୍ ମୋ ପାଇଁ କେହି ଦୁଃଖ ନ ହଉ ସାମ୍ନା ଲୋକଟା କେବେ କଷ୍ଟ ନ ପାଉ ସେଥିପାଇଁ ସବୁବେଳେ ଏଣ୍ଟରଟେନ୍ କରନ୍ତି ଆଉ ସବୁବେଳେ କିଛି ନା କିଛି ତାଙ୍କ ଟେନସନ ସେ ପଚାରିଲେ ସେ ଜିନିଷକୁ ନେଗ୍ଲେକ୍ଟ କରିଦିଅନ୍ତି ମାନେ ତାକୁ ଓଭରକମ୍ କରିକି ମାନେ ଯିବାକୁ ଚେଷ୍ଟା କରନ୍ତି ଥ୍ୟାଙ୍କ ୟୁ